मुख्य अतिथि श्रीजुक्त फकीरचंद महापात्र अवसर प्राप्त एपीओ बर्चना आम अंचल शिक्षार विकास अपूरणीय अवदान रही। सम्मानित मुख्य अतिथि वाम पार्श्व अच्छा सम्मानित अतिथि जजाति कुमार स्वाई संगठन संपादक भारतीय शिक्षा विकास परिषद भुवनेश्वर शिक्षा विकास प्रधान आचार्य सरस्वती विद्या मंदिर बरदा से जन विशिष्ट कवि एवं ए अंचल बहु शिशु मंदिर शिक्षकता करते सियानोडा एवं मुख्य अतिथि वाम पटे रही दक्षिण पक्षे रही मुख्य वक्ता विशिष्ट नाट्यकार डॉक्टर विधुभूषण पंडा आपण मैंने समस्ते ए अंचल से खूब परिचित तुलना हिसाब से समस्ते पाखे परिचित सभापति श्रीजुक्त भरत चंद्र सामल मुझे विषय कौन कहबी आपण वर्तमान अनुरोध करी विवेकानंद शिक्षा केंद्र सभापति श्रीजुक्त भरत चंद्र महापात्र को अनुरोध करी वार्षिक विवरणी पाठ करेंगे। जय जगन्नाथ जगन्नाथ स्वामी नयन पथगामी भवतु में मु रंजिता यही शुभ संध्यारे समस्त मो अंतर मो हृदय विनम्र प्रणाम जनाऊँ। समस्त को नमस्कार। बसंतर ही कमनीय संध्यारे आयोजित विवेकानंद शिक्षा केंद्र काईमाटियार ही अष्टम वार्षिक उत्सव आरंभ सर्वप्रथम मु विद्यादायिनी माँ सरस्वती और भारत माता को प्रणाम करने सहित जहाँ नाम अनुष्ठान से ही जुग पुरुष परम आध्यात्मिक व्यक्तित्व तथा देश प्रेमी स्वामी विवेकानंद निकट में मोर प्रणाम जनाऊँ। सम्माननीय सभापति श्रीजुक्त भरत चंद्र महापात्र महोदय, सम्माननीय संपादक श्रीजुक्त विजय कुमार राथ महोदय, मुख्य अतिथि श्रीजुक्त फकीरचंद महापात्र महोदय, अवसर प्राप्त एबीओ बड़चना जेपरी कहा जाए सागर परिचय तार स्वच्छ जलराशि आकाशर परिचय तार नीला रंग गोटे वृक्षर परिचय ता सुस्वादु फल आ गोटे गाँव परिचय सेठारे बसवास करुवा ओ समाज को भल पाउथुबा मनीष समाज सेमती गोटे विद्यालय परिचय तार वार्षिक विवरणी एही जे ग्रामांचलीय शिक्षार विकास निमित्त 2015-2016 शिक्षा वर्ष रे आरंभ होइथिबा एही विद्यालय एहा भितरे 10 वर्ष पूर्ण करबा सह तार अष्टम वार्षिक उत्सव पालन करुछि। एही पवित्र अवसर रे मो विद्यालय प्रतिष्ठाता
ଓ ବିକାଶ ନିମିତ୍ତ ସହଯୋଗର ହସ୍ତ ପ୍ରସାରିତ କରିଥିବା ଶ୍ରୀଯୁକ୍ତ ଭରତ ଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ ଭରତ ସାମଲ, ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ, ଶ୍ରୀଯୁକ୍ତ ସୁକାନ୍ତ ସାହୁ, ଶ୍ରୀଯୁକ୍ତ ଆଲୋକ ସାହୁ, ଶ୍ରୀଯୁକ୍ତ ତପନ କୁମାର ସାହୁ, ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ, ଶ୍ରୀଯୁକ୍ତ ଛବିନ୍ଦ୍ର ସାହୁ, ଶ୍ରୀଯୁକ୍ତ ଋଷିକେଶ ଓଝା ତଥା ଅନ୍ୟ ବୟୋଜ୍ୟେଷ୍ଠ ସମଦର୍ଶୀ ଅଭିଭାବକମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜ୍ଞାପନ କରୁଛି। ଶିକ୍ଷା ବରଂ ନୃତ୍ୟ, ସଙ୍ଗୀତ, ବକ୍ତୃତା, ଚିତ୍ରାଙ୍କନ, କ୍ରୀଡ଼ା, ବ୍ୟାୟାମ, ଗଳ୍ପ ଲିଖନ ଓ ପଠନ ଆଦି ତାର ବିକାଶରେ ସାହାଯ୍ୟ କରିଥାଏ। କହିବାର ଉଦ୍ଦେଶ୍ୟ ଏହି ଯେ ଆମ ବିଦ୍ୟାଳୟରେ ଶିକ୍ଷାଦାନ ସହ ଏସବୁ ଦିଗ ପ୍ରତି ପ୍ରତ୍ୟେକ ସମୟରେ ଧ୍ୟାନ ଦିଆଯାଉଅଛି। ଏହା ମଧ୍ୟରେ ବହୁ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ବିଭିନ୍ନ ସ୍ତର ଥିଲା ନିଶ୍ଚିତ ଭାବରେ ସମସ୍ତ ମନକୁ ବିମୋହିତ କରିଥିବ। ତେଣୁ ସେ ପ୍ରତିଭା ରହିଛି, ଏ ପ୍ରତିଭା ଉନ୍ମୋଚନ କରିବା ଦାୟିତ୍ୱ ସର୍ବପ୍ରଥମେ ଶିକ୍ଷକମାନଙ୍କର ତଥା ଅଭିଭାବକଙ୍କର ରହିଛି। ତେଣୁ ଏ ପ୍ରତିଭା ଯିଏ ଯାକ ଗୀତ ଗାଉ ନାଚୁ ଏବଂ ସର୍ବପ୍ରଥମେ ପିଲାମାନେ ଗୋଟିଏ କଥା ହେଲା ଭଲ ପାଠ ପଢ଼ିବ। ଏ ଟଙ୍କା ସୁନା ଧାନ କଉଡ଼ି ବାଣ୍ଟି ନିଅନ୍ତି ଭାଇ, ପାଠ କିଏ ବାଣ୍ଟି ନେଇଛି କହ କାହାର କେହି। ତେଣୁ ଜ୍ଞାନଟାକୁ କେହି ଦେଇପାରନ୍ତି ନାହିଁ, ବାଣ୍ଟନ ନେଇପାରିବେ ନାହିଁ। ନିଶ୍ଚିତ ଭାବରେ ଏ ଜ୍ଞାନ ଆହରଣ କର, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କଥା ମାନ ଏବଂ ଉଚ୍ଚତର ଉନ୍ନତି ଲାଭ କର। ଏ ଶିକ୍ଷାନୁଷ୍ଠାନର ନାଁ ରଖିବା ସହିତ ଏ ଅଞ୍ଚଳର ମଧ୍ୟ ନାଁ ରଖ। ଆଉ ଦେଖିଛି ଆଚାର୍ଯ୍ୟ ବାବୁ ଆଉ ଭରତ ମୋର ସାନ ଭାଇ ଯିଏକି ସମ୍ମାନିତ ଅତିଥି, ବିଦ୍ୟାଳୟର ସମ୍ପାଦକ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ବିଦ୍ୟାଳୟରେ ଏ ଯେଉଁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯେଉଁ ଗୁରୁଜୀ ଗୁରୁମା ଏବଂ ପୂର୍ବତନ ଗୁରୁଜୀ ଆଉ ଏ ଅଞ୍ଚଳର ଏ ଯେଉଁ ବିଦ୍ୟାଳୟର କମିଟି ସଭ୍ୟ ସମସ୍ତଙ୍କୁ ମୋ ଅନ୍ତରର ଗଭୀରତମ ପ୍ରଦେଶରୁ ଅନେକ ଅନେକ ସାଧୁବାଦ। ତ ଆମେ ସମସ୍ତେ ଏଠି ଉପସ୍ଥିତ ନାଚ ଗୀତ ଅନ୍ୟାନ୍ୟ ସବୁ ଅଛି, ପ୍ରତିଭା ରହିଛି, ସେ ନିଶ୍ଚିତ ଭାବରେ ପରିବେଷଣ କରିବେ। ଆଉ ଧୈର୍ଯ୍ୟ ସହିତ ଆମେମାନେ ସେମାନଙ୍କୁ ସବୁ ଦେଖିବା, ନିର୍ଦ୍ଧାରଣ କରିବା, ଜଜ୍ କରିବା ପିଲାମାନଙ୍କର ପ୍ରତିଭା କୋଉଥିରେ କୋଉଥିରେ ଅଛି। ଆଉ ବିଶେଷ କରି ମୋର ସେ ଅନ୍ୟମାନଙ୍କ ଆଶୀର୍ବାଦ ଖୁବ୍ ଆରାମରେ ମୁଁ ରିଟାୟାର୍ଡ କରିଗଲି। ଦିନକ ପାଇଁ କେହି ମୋତେ ଆଙ୍ଗୁଳି ଉଠାଇବାକୁ ମଧ୍ୟ ସାହସ କରି ସେ ପିଲାମାନଙ୍କ ପାଖକୁ ତାଙ୍କ ଘର ପର୍ଯ୍ୟନ୍ତ ପିଲାମାନଙ୍କୁ ତାଙ୍କ ସାଥିରେ ନେଇକିରି ଯିବେ। କିଆ ବୁଧାରୁ ଧରିକିନି ବାହାରିଲେ ଗୋଟିଏ ପିଲାକୁ କଣ କଲେ, ଜୋର କରି ଗୋଟେ ବିଧା ଲଗେଇଦେଲେ, ପାଇଗଲେ ତାଙ୍କ ଘର ପର୍ଯ୍ୟନ୍ତ ଯାଇକିରି ତା ମାଆଙ୍କୁ କହିଲେ ତମେ କାହିଁକି ଇଏ ତମ ମଧୁ ମତେ ମାରିଛନ୍ତି, ମଧୁ କାହିଁକି ତମେ ମାରିଲ? ମଧୁ ସତ କଥା କହିଲେ, ମା ମତେ ପ୍ରବଳ ଡର ମାଡୁଥିଲା, ଘରକୁ ଏକୁଟିଆ ଆସିପାରିନଥାନ୍ତି। ମୁଁ ଦେଖିଲି ମୋ ସାଙ୍ଗମାନଙ୍କୁ କେମିତି ମୋ ସହିତ ମୋ ଘର ପର୍ଯ୍ୟନ୍ତ ନେଇଗଲେ, ମୋର ଆଉ ଇଏ ରହିବ ନାହିଁ, ଯୋଉ ଭୟ ରହିବ ନାହିଁ। ସେଥିପାଇଁ ମୁଁ କଣ କଲି, ବିଧାଟିଏ ମାରିଦେଲି, ସବୁ ପିଲା ଆସିଲେ, ପିଲାମାନେ ବୁଝିଗଲେ ମଧୁ ଏଇଥିପାଇଁ ଏହା କଲେ। ସେ ଯୋଉ ଏକଦମ ଘରକୁ ନେଉଛି ହୋମୱାର୍କ ଘର କାମ ତାକୁ ଠିକ ଭାବରେ କରିପାରୁଛି କି ନାହିଁ, ଯୋଉ ଗୁରୁଜୀ ଗୁରୁମା ଅଛନ୍ତି, ଯୋଉ ବିଷୟ ଆଚାର୍ଯ୍ୟ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରିକି ପିଲାର ଫଣ୍ଡାମେଣ୍ଟାଲ କ୍ଲିୟର କରନ୍ତୁ, ପାଠ ଅଧିକ ଫୋକସ୍ କରନ୍ତୁ ଯେ କେମିତି ସେ ଭଲ ଭାବରେ ଡେଭଲପ କରିପାରିବ। କୌଣସି କମ୍ପ୍ଲେନ୍ ଦିଅନ୍ତୁ, ସହଯୋଗୀ ମତାମତ ଦେଇ ଗୁରୁଜୀ ଗୁରୁମାଙ୍କଠୁ ସେ ଟ୍ରିକ୍ଟା ହାସଲ କରିକି ଆପଣ ଶିଶୁମାନଙ୍କ